ହ୍ୟୁମାନ୍ ପାଭର୍ଟି ଓ ଇନକମ୍ ପାଭର୍ଟି ମଧ୍ୟରେ ତାର ତଫାତ୍। 1. ଇନକମ୍ ପାଭର୍ଟି ଆୟ ଆଧାରିତ ଦରିଦ୍ରତା। ଏହା କେବଳ ଜଣେ ବ୍ୟକ୍ତିର ଆୟ ଇନକମ୍ ଉପରେ ଆଧାରିତ। ଯଦି ଆୟ ଦରିଦ୍ରତା ସୀମାଠାରୁ କମ୍, ସେ ବ୍ୟକ୍ତିକୁ ଗରିବ କୁହାଯାଏ। ଏଠାରେ ମୁଖ୍ୟ ଧ୍ୟାନ ଟଙ୍କା କିମ୍ବା ଆର୍ଥିକ ସ୍ଥିତି ଉପରେ ରହେ। ଉଦାହରଣ, ଯଦି କାହାରି ଆୟ ଖୁବ କମ୍ ଅଛି ଏବଂ ସେ ମୌଳିକ ଜିନିଷ କିଣିପାରୁନାହିଁ, ସେ ଇନକମ୍ ପାଭର୍ଟିରେ ପଡ଼େ। 2. ହ୍ୟୁମାନ୍ ପାଭର୍ଟି ମାନବ ଦରିଦ୍ରତା। ଏହା ଏକ ବିସ୍ତୃତ ଧାରଣା, ବ୍ରଡ୍ କନସେପ୍ଟ। କେବଳ ଆୟ ନୁହେଁ, ଏହା ଲୋକଙ୍କର ଜୀବନମାନକୁ ମାପେ। ଏଥିରେ ନିମ୍ନଲିଖିତ ଦିଗ ଥାଏ: ଶିକ୍ଷାର ଅଭାବ, ସ୍ୱାସ୍ଥ୍ୟ ସେବାର ଅଭାବ, ସୁଖଦ ଜୀବନର ଅଭାବ, ପେୟଜଳ, ପୋଷଣ ଓ ସ୍ୱଚ୍ଛତାର ଅଭାବ। ଉଦାହରଣ, ଜଣେ ବ୍ୟକ୍ତିଙ୍କର ଆୟ ଥିଲେ ମଧ୍ୟ ଯଦି ସେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାରୁ ବଞ୍ଚିତ, ତାହେଲେ ସେ ହ୍ୟୁମାନ୍ ପାଭର୍ଟିରେ ପଡ଼ିବେ। ମୁଖ୍ୟ ତଫାତ୍ ଡିଫରେନ୍ସ। ଆଧାର। ହ୍ୟୁମାନ୍ ପାଭର୍ଟି ଆଧାର ଆୟ, ଜୀବନମାନ କ୍ୱାଲିଟି ଅଫ୍ ଲାଇଫ୍। ଦୃଷ୍ଟିକୋଣ ସଂକୀର୍ଣ୍ଣ ଆରୋ, ବିସ୍ତୃତ ବ୍ରଡ୍। ମାପନ ଦରିଦ୍ରତା ସୀମା, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା। ଧ୍ୟାନ ଟଙ୍କା, ମାନବ ବିକାଶ। ସାରାଂଶ, ଇନକମ୍ ପାଭର୍ଟି କେବଳ ଟଙ୍କାର ଅଭାବକୁ ଦେଖେ, ଯେତେବେଳେ ହ୍ୟୁମାନ୍ ପାଭର୍ଟି ମାନବ ଜୀବନର ସମସ୍ତ ଦିଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ଧ୍ୟାନରେ ରଖେ।